ଆମର ପ୍ରତିଶତ ନେଲ आज्ञा आम प्रशासन पाखे मानिया पंचायत उभय महिला पुरुष କିଛି ଦାବି ନେଇକି ପ୍ରଥମ ଥର ନୁହେଁ, ଏଇଟା ଦ୍ୱିତୀୟ ଥର ଆସିଛୁ। ପ୍ରଥମ ଥର ଦେବାରୁ କିଛି ଭ୍ରୁକ୍ଷେପ ନ କରିବାରୁ କିଛି ଜଣା ନ ପଡ଼ିବାରୁ ଦ୍ୱିତୀୟ ଥର ବାଧ୍ୟ ହେଲୁ। ମାନିଗାଁର ପୂର୍ବତନ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାର କିଛି ପଇସା ଦେବା ବ୍ୟତିକ୍ରମ ରଖିଛନ୍ତି ଏକ୍ସ ସରପଞ୍ଚ। ଆଉ ତାଙ୍କର ଗାଁର ଗଟର ଲାଇନ୍ ଉପରେ ଲୋକଙ୍କର କିଛି ଆପତ୍ତି ଅଛି। ଅଙ୍ଗନବାଡ଼ି ବିରୁଦ୍ଧରେ ସିଏ ବୋଧ ହୁଏ ଗଲା ଥର ତାଙ୍କର ସରପଞ୍ଚ ନେଇକିନା ଚେୟାରମ୍ୟାନ୍ ଥିଲେ ତ ସେଇ ଭାଉଟା ରହିଯାଇଛି। ସେ ବୋଧେ ଏବେ ଯାଇ ଅଣ୍ଡା କି ଯାବତୀୟ ଜିନିଷ ଯାହା ଖାଦ୍ୟପେୟ ଜିନିଷ ସେ ଗାଁରେ ଦେବା କଥା ସେଇ ଯାକ ଦିଏ ନାହିଁ ଶୁଣି ହେଉଛି। କାର୍ଯ୍ୟାନୁଷ୍ଠାନ ନେବା ପାଇଁ ତ ଦ୍ୱିତୀୟ ଥର ଆସିଛୁ ସାର୍, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲେ ଲୋକମାନଙ୍କର ସୁବିଧା ହେବ। ପାପଡ଼ାହାଣ୍ଡି ବ୍ଲକ ଅଞ୍ଚଳର ମାନିଙ୍ଗା ପଞ୍ଚାୟତର ସରପଞ୍ଚ ଏବଂ ସେ ଅଞ୍ଚଳର ଜିଲ୍ଲା ପରିଷଦ ମେମ୍ବର ତାଙ୍କ ସହିତ ପ୍ରାୟ 100-150 ମହିଳା ଏବଂ ଅନ୍ୟାନ୍ୟ ପୁରୁଷମାନେ ଆସିଛନ୍ତି ଜିଲ୍ଲାପାଳଙ୍କ ଅଫିସକୁ ଏବଂ 2ଟି ଅଭିଯୋଗ ପତ୍ର ସେମାନେ ଦେଇଛନ୍ତି। ଗୋଟିଏ ଅଭିଯୋଗ ପତ୍ର ହେଲା ମାନିଙ୍ଗା ପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମର ଅଙ୍ଗନବାଡ଼ି ୱାର୍କର ସେ ତାଙ୍କର ପିଲାମାନଙ୍କର ଯେଉଁ ଛତୁଆ ଅଣ୍ଡା ଇତ୍ୟାଦି ଦିଆହେଉଛି ସେ କାର୍ଯ୍ୟକ୍ରମରେ ତାଙ୍କର ଅନିୟମିତତା ରହିଛି, ଏଇଟା ପ୍ରଥମ ଅଭିଯୋଗ। ଏବଂ ଦ୍ୱିତୀୟଟି ହେଲା ମାନିଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ମଞ୍ଜୁଳା ଜାନି ତାଙ୍କର ସମୟରେ ଏ ହରିଶ୍ଚନ୍ଦ୍ର ଯୋଜନାରେ ଯେଉଁ ପଇସା ଦିଆଯାଏ, ଲୋକଙ୍କୁ ସହାୟତା ଦିଆଯାଏ, ସେଥିରେ ଅନିୟମିତତା ସେ କରିଥିବା ବିଷୟ ମଧ୍ୟ ଆଉ ଗୋଟେ ଦରଖାସ୍ତ ଦେଇଛନ୍ତି। ଏବଂ ସେ ଦରଖାସ୍ତର ଦ୍ୱିତୀୟ ଅଭିଯୋଗ ହେଲା କି ସରପଞ୍ଚଙ୍କ ଏବଂ ତାଙ୍କର ରିଲେଟିଭ୍ସ ଆତ୍ମୀୟ ସ୍ୱଜନ ସରକାର ଜମି ଗୋଚର ଜମି କିଛି ଜବରଦଖଲ କରି ରଖିଛନ୍ତି। ଏଇଟା 2ଟା ଅଭିଯୋଗ ପତ୍ର ଆସିଛି। ଆଉ ଜିଲ୍ଲାପାଳଙ୍କ ତରଫରୁ ମୁଁ ଗ୍ରହଣ କରିଛି ADM ନବରଙ୍ଗପୁର। ତାଙ୍କୁ ସାର୍ ଦେଖିବା ପରେ ସାର୍ଙ୍କୁ ଅବଗତ କଲା ପରେ ବିଭାଗୀୟ ଅଧିକାରୀଙ୍କୁ ଏଇଟା ନିର୍ଦ୍ଦେଶ ଦିଆଯିବ। ସେମାନେ ଗୋଟେ ସ୍ଥାନୀୟ ତଦନ୍ତ କରିବେ ଏବଂ ଗୋଟେ ଫ୍ୟାକ୍ଚୁଆଲ ରିପୋର୍ଟ ଦେବେ ଜିଲ୍ଲାପାଳଙ୍କୁ। ରିପୋର୍ଟ ଆସିଲା ପରେ ଜିଲ୍ଲାପାଳ ଯାହା ବିଚାର କରିବେ ତାଙ୍କୁ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତଦନ୍ତ ନିଶ୍ଚୟ ହେବ। ହେଇଥିଲେ ସେଇଟା ବିଭାଗୀୟ ଅଧିକାରୀମାନଙ୍କୁ ଜଣା ହେଇଛି। ସେମାନେ ହୁଏତ ସେ ତଦନ୍ତ ରିପୋର୍ଟ ଆସିଛି କି ନାହିଁ ମୋ ପାଖରେ ଖବର ନାହିଁ। ସେ ଡିପାର୍ଟମେଣ୍ଟକୁ ନିଶ୍ଚୟ ଆସିଥିବ, ଆମର DSS ଏବଂ DSW ପାଖକୁ ଆସିଥିବ। ରିସେଣ୍ଟଲି ମଧ୍ୟ ଗୋଟେ ପ୍ରେସ୍ କ୍ଲିପିଂ ଭଳିଆ ଗୋଟେ ଆସିଥିଲା, ମୁଁ ସେୟାର କରିଥିଲି DSSଙ୍କୁ ଏବଂ BDOଙ୍କୁ ସେୟାର କରିଥିଲି ରିପୋର୍ଟ ଦେବା ପାଇଁ। ସେ ଡିପାର୍ଟମେଣ୍ଟକୁ ଆସିଥିବ, ଆମେ ଖବର ନେଇଯିବୁ। पवित्र मकर संक्रांति और पोंगल उपलक्षे बॉयनिका आनिछि 10% सरकारी रिहाती 14 जनवरी पर्यंत। आज ही आसंतु बॉयनिका आउटलेट बा ऑनलाइन शॉप करंतु boynika.com रे।